କ୍ଷୁଦ୍ର ଜଳସେଚନ ବିଭାଗରେ ଅଫିସର ଶାସନ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲା କଂଗ୍ରେସ। ଖଣ୍ଡପଡ଼ା ଅଞ୍ଚଳରେ ଏବେ ମାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ବିଭାଗୀୟ ଏସ୍ଡିଓଙ୍କ ଠିକାଦାର ପ୍ରୀତି ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଅଧିକାରୀଙ୍କୁ କଡ଼ା ତାଗିଦ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ। ମିଳିଥିବା ସୂଚନା ଅନୁଯାୟୀ ଆଜି ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଜନଶୁଣାଣି ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ଏସ୍ଡିଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ବିରୁଦ୍ଧରେ ଫେରାଦ ହୋଇଛି ନଗର କଂଗ୍ରେସ। ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ ଖଣ୍ଡପଡ଼ା ଏନ୍ଏସିରେ ଥିବା ସୁନାମୁହିଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗତ 1.5 ବର୍ଷ ହେବ ପୁନରୁଦ୍ଧାର ଚାଲିଥିଲେ ମଧ୍ୟ ସରୁନି। ସମାନ ଭାବେ 1 ନମ୍ବର ୱାର୍ଡରେ ଥିବା କେନ୍ଦୁଆ ଜଳସେଚନ ପ୍ରକଳ୍ପ ଆଜି ଯାଏଁ ଅବହେଳିତ। ବ୍ଲକ ଅଧୀନ କୋସ୍କା ଏବଂ ସିଙ୍ଗାପଡ଼ାରେ ଥିବା ମୋଡ଼ାନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର କାମକୁ ଠିକାଦାର ନିଜ ଇଚ୍ଛାରେ ଚଳାଇଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ସେହିପରି ଗୋସିଙ୍ଗନାଳ, ଗୋହିରିଆପଡ଼ା, କୁହାରା MIP କାମ 3 ବର୍ଷ ହେବ ଅଧାରେ ଅଟକିଥିବା ବେଳେ ଗୁଣ୍ଠୁଣି ପଞ୍ଚାୟତର ରଘୁନାଥପୁର MIPକୁ ଆସିଥିବା ଅନୁଦାନ ଅର୍ଥରେ ମାଟି ମୁଠାଏ ପଡ଼ିନି। ରଘୁନାଥପୁର MIPକୁ 3 ବର୍ଷ ଧରି ଆସିଥିବା ଅନୁଦାନ ଫେରିବାକୁ ବସିଥିବା ବେଳେ କାମ ନକରି ଠିକାଦାର ପାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସିଙ୍ଘାପଡ଼ା ପଞ୍ଚାୟତରେ 100 ମିଟର କେନାଲକୁ ଭୁବନେଶ୍ୱର ଅଞ୍ଚଳର ଜୈନିକ ଦମ୍ପତି ଅକ୍ତିଆର କରି ନଷ୍ଟ କରିବା ପରେ ମଧ୍ୟ ଏସ୍ଡିଓ ଶ୍ରୀ ସେଠୀ ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି ଚାଷୀକୂଳ। ସମସ୍ୟା ବାବଦରେ ଶ୍ରୀ ସେଠୀଙ୍କୁ ଏକାଧିକବାର ଅଭିଯୋଗ ତଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଭଳି ସ୍ଥିତିରେ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଏଠାରୁ କାର୍ଯ୍ୟରୁ ଅନ୍ତର କରି ଅନ୍ୟତ୍ର ବଦଳି ନିମନ୍ତେ ସ୍ଥାନୀୟ ଅଞ୍ଚଳର ଚାଷୀ ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।